ଭାରତର ଅନଲାଇନ ଗେମିଂ ବିଲ୍ 2025 ଲୋକସଭାରେ ଅନଲାଇନ ଗେମିଂ ପ୍ରୋତ୍ସାହନ ଓ ନିୟନ୍ତ୍ରଣ ବିଲ୍ 2025 ପାସ ହୋଇଛି, ଯାହା ରିଅଲ ମନି ଗେମିଂ ଯଥା ଫାଣ୍ଟାସି, ସ୍ପୋର୍ଟସ୍ ଓ ତାସ ଖେଳକୁ ନିଷେଧ କରୁଛି। ଏହା ନିଶ୍ଚୟ ଓ ଆର୍ଥିକ କ୍ଷତିର ଆଶଙ୍କାକୁ ଦୃଷ୍ଟିରେ ରଖି ଏହି ନିଷେଧ ଲାଗୁ ହୋଇଛି। ଦଣ୍ଡ ମଧ୍ୟରେ 3 ବର୍ଷ ପର୍ଯ୍ୟନ୍ତ ଜେଲ ଓ 1 କୋଟି ଟଙ୍କା ଜରିମାନା ଅଛି ଏବଂ ପୁନରାବୃତ୍ତି ଅପରାଧ ପାଇଁ 300 5 ବର୍ଷ ଜେଲ ଓ 2 କୋଟି ଟଙ୍କା ଜରିମାନା ହୋଇପାରେ। ଏହି ବିଲ୍ ଇସ୍ପୋର୍ଟସକୁ ଏକ ଖେଳ ଭାବେ ପ୍ରୋତ୍ସାହିତ କରୁଛି ଏବଂ ସରକାରୀ ସମର୍ଥନ ଦେଉଛି, କିନ୍ତୁ ରୁ ଅଧିକ ଚାକିରି ଏବଂ ରୁ ଅଧିକ ଗେମିଂ କମ୍ପାନୀ ବନ୍ଦ ହେବାର ଆଶଙ୍କା ରହିଛି। କଂଗ୍ରେସ ସାଂସଦମାନେ ଏହାର ବିରୋଧ କରି କହିଛନ୍ତି ଯେ ଏହା ଉଦ୍ୟୋଗ ସହ ପରାମର୍ଶ ବିନା ପାସ ହୋଇଛି ଏବଂ ଖେଳାଳିମାନଙ୍କୁ ଅନିୟନ୍ତ୍ରିତ ଅଫସର ପ୍ଲାଟଫର୍ମ ଆଡ଼କୁ ଠେଲି ଦେଇପାରେ। ଏହି ବିଲ୍ ଇସ୍ପୋର୍ଟସ୍, ଶିକ୍ଷାଗତ ଓ ସାମାଜିକ ଗେମିଂ ନିୟନ୍ତ୍ରଣ ପାଇଁ ଏକ କେନ୍ଦ୍ରୀୟ ନିୟାମକ ସଂସ୍ଥା ଗଠନ